ରାଧେ ରାଧେ ଫ୍ରେଣ୍ଡସ୍। ଆଜି ମୁଁ ଗୋଟେ ଭାଗବତ କଥା ଶୁଣିବା ପାଇଁ ଆସିଛି। ଏଇଟା ମୁଁ ଆଜି ପୋଷ୍ଟ ସିନା କରୁଛି, କିନ୍ତୁ ଗଲା କାଲି ସନ୍ଧ୍ୟାବେଳେ ମୁଁ ଯାଇଥିଲି। ଆଉ ମାନେ ଏତେ ଭଲ ଲାଗିଥିଲା। ଗୁରୁବାର ଥିଲା, କୃଷ୍ଣଲୀଳା ଭାଗଟି ଆମର ଥିଲା। କୃଷ୍ଣ ଜନ୍ମଲୀଳା, କୃଷ୍ଣଲୀଳା ନୁହେଁ, କୃଷ୍ଣଙ୍କ ଜନ୍ମଲୀଳାର ଥିଲା। ମୋର ଭାରି ମନ ହେଲା, ମୁଁ ଟିକେ ସମୟ ଦେଇପାରୁନଥିଲି, ଯାଇପାରୁନଥିଲି, କିନ୍ତୁ ଜନ୍ମଲୀଳାଟା ଟିକେ ଯିବି ବୋଲି ଭାବିକି ବାହାରିଗଲି। ଆଉ ସେଠି ଆମର 14 ଡିସେମ୍ବରରୁ ଆରମ୍ଭ ହେଇଛି, 20 ଡିସେମ୍ବର ଯାଏଁ ହେବ। କିନ୍ତୁ ମୁଁ କାଲି ଟିକେ ଜନ୍ମଲୀଳା ଟିକେ ଦର୍ଶନ କରିବି, ଶୁଣିବି ଟିକେ ମହାରାଜଙ୍କର। ଆମର ପୂଜ୍ୟ ଶ୍ରୀ ସନ୍ଥ ଶ୍ରୀ ଶ୍ରୀ ଦୀନବନ୍ଧୁ ଦାସଜୀ ମହାରାଜ ସେଠି ଭାଗବତ ଶୁଣାନ୍ତି। 14ରୁ 20 ଯାଏଁ ଆମର ହେବ। ଏଇଟା କେଉଁଠି ନା ଅଶୋକନଗର, ଭୁବନେଶ୍ୱର। ଆମର ଯଜ୍ଞେଶ୍ୱର ମନ୍ଦିର ସାଇଡ଼୍ରେ ଅଛି ଦିବ୍ୟ ଜୀବନ ସଂଘ, ସେଇଠି ଆୟୋଜନଟି ହେଇଛି। ଦେଖନ୍ତୁ କେତେ ଲୋକ ଆସିଛନ୍ତି, ଆଉ ତା ଭିତରେ ଏତେ ନିଜକୁ ଖୁସି ଲାଗିଲା ଯାଇକିରି। ମାନେ ଜୀବନରେ ଆପଣଙ୍କର ଯେତେ ସମୟ କମ୍ ଥାଉ, କିନ୍ତୁ ଭାଗବତ କଥା ଯେଉଁଠି ହେବ, ଆପଣ ଗୋଟେ ଦିନ ହେଉ ଯାଇକିରି ଶୁଣିକି ଆସିବେ। ଆଉ 7 ଦିନ ଯାକ କଲେ ତ ବହୁତ ଭଲ। ଆଉ ଆପଣଙ୍କୁ ମୁଁ ବିନା ମ୍ୟୁଟ୍ରେ ବି ଆପଣଙ୍କୁ କୀର୍ତ୍ତନ ଶୁଣେଇବି। ଆପଣମାନେ ଖାଲି ଦେଖନ୍ତୁ, ଖାଲି ବୟସ୍କ ନୁହନ୍ତି, କେତେ ପିଲା, ମାନେ କୌଣସି ବୟସର ଲୋକ ନାହାନ୍ତି ବୋଲି କହିପାରିବେନି। ଟିନେଜର, ଛୋଟ ପିଲା, ବୃଦ୍ଧ ବୃଦ୍ଧା, ଯେତେ ବୟସ୍କ କମ୍ ବୟସ୍କ, ମାନେ ଯେତେ କମ୍ରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ, ସବୁ ବୟସର ମଣିଷ ଅଛନ୍ତି, ସବୁ ଜେଣ୍ଡରର, ସବୁ ବୟସର। ଆପଣମାନେ ଖାଲି ଦେଖନ୍ତୁ କେତେ ବିଭୋର ହେଇକି ସେ କଥା ଶୁଣୁଛନ୍ତି। କାରଣ ଭାଗବତ କଥା ସହଜରେ ଭାଗ୍ୟରେ ନଥିଲେ କାହାଠୁ ଶୁଣିବାକୁ ମିଳେନି। ସେ ଏତେ ଶିକ୍ଷଣୀୟ ଜିନିଷ ତା ଦେହରୁ ମିଳିବ ଆମେ ଜାଣିଛେ, କିନ୍ତୁ ଯେମିତି ପାଠଟା ମନେ ରହିବାକୁ ହେଲେ ବାରମ୍ବାର ପଢ଼ିବାକୁ ପଡ଼େ, ସେମିତି ଆମେ ଜୀବନ ମାର୍ଗରେ ଚାଲିବାକୁ ହେଲେ ଏସବୁ ଜିନିଷ ଆମ କାନରେ ସବୁବେଳେ ପଢ଼ିବାଟା ଦରକାର। ଯେଉଁଥିପାଇଁ କି ଏଇଭଳିଆ ସନ୍ଥମାନଙ୍କ ଗହଣରେ ସମୟ ଦେଲେ ଆଉ ବହୁତ, ମାନେ ଆପଣଙ୍କ ଜୀବନରେ ବି ବହୁତ ପରିବର୍ତ୍ତନ ଆସିବ। ବହୁତ ଜିନିଷ, ବହୁତ ଶିକ୍ଷଣୀୟ ଜିନିଷ, ଆପଣ ସଂସାରରେ କେମିତି ଚଳିବେ, କେମିତି ବଞ୍ଚିବେ ଜାଣିପାରିବେ। ମାନେ ମଣିଷ ଆପଣଙ୍କଠୁ ଯଦି ସ୍ୱାର୍ଥ ଥିବ, ସେ କେତେ ଚିକ୍କଣ କଥା କହିକିରି ଆପଣଙ୍କଠୁ ନେବେ। ଆଉ ସେ ମାନେ ଏସବୁ ଜିନିଷ ଶୁଣିଲେ ନା ଆପଣ ଆଉ ଏସବୁ ଜିନିଷରେ ଆଉ ପଶିବେନି। କିଏ ସେ ଆପଣଙ୍କର ଫାଇଦା ଉଠାଇଦେବ, କି ଆପଣଙ୍କୁ କିଏ ଦୁଃଖ ଦେଲା ଆପଣଙ୍କୁ କଷ୍ଟ ଲାଗିବ, ଆଉ ସେ ଜିନିଷ ଆପଣଙ୍କୁ ଲାଗିବନି। ଆପଣ ଫିଲ୍ କରିବେ ଯେତେବେଳେ ଠାକୁରଙ୍କ ମାର୍ଗରେ ଚାଲିଯିବେ ନା, ଆପଣଙ୍କୁ ଆଉ କିଛି ଫିଲ୍ ହେବନି। ଦୁଃଖ ଦେଇଦେଲେ ଯେଉଁ ଦୁଃଖ ଲାଗେ, କିଏ ଗୋଟେ କ'ଣ କହିଦେଲା କଷ୍ଟ ଲାଗେ, ନା ଆଉ ଲାଗିବନି। କାରଣ ଆପଣଙ୍କ ମୁହଁରେ ସବୁବେଳେ ହସ ଥିବ। ସେଇ ଠାକୁରଙ୍କ ହାତରେ ସବୁ ଛାଡ଼ିଦେଇ ଆପଣ ବସିବେ। ଦେଖନ୍ତୁ କେତେ କମ୍ ଏଜ୍ର ପିଲା, ସେମାନେ ବି ବସିକି କେତେ ଏନ୍ଜୟ କରୁଛନ୍ତି, ତାଳି ମାରି ଖୁସି ହେଇକି। ସେମାନେ ଯେ ଜବରଦସ୍ତି କିଏ ବସେଇଛନ୍ତି ସେଇଟା ବି ନୁହେଁ, ସମସ୍ତେ ଏନ୍ଜୟ କରୁଛନ୍ତି। କେତେ ଖୁସିରେ ସେମାନେ ଏଟାକୁ ଏନ୍ଜୟ କରୁଛନ୍ତି ଦେଖନ୍ତୁ। ଆଉ କୃଷ୍ଣଲୀଳା ଜନ୍ମ ତାଙ୍କର ଯେହେତୁ ଥିଲା, ସମସ୍ତେ କେତେ ବିଭିନ୍ନ ଭେରାଇଟି ଚକୋଲେଟ୍, ବିସ୍କୁଟ୍, ପେଡ଼ା, ମିଠା ବିଭିନ୍ନ ପ୍ରକାର, ଆଉ ମାନେ ଆଣିଥିଲେ ମାନେ ଆପଣ ଭାବିନେ ଅଳ୍ପ, ବଡ଼ ବଡ଼ ଡାଲାରେ ଟବ୍ରେ ସବୁ ଫୁଲ୍ ହେଇକି ସେ ଜିନିଷ ସବୁ ଥୁଆ ହେଇଥିଲା। ମୁଁ ଦେଖିକି ଆଶ୍ଚର୍ଯ୍ୟ, ସତ କଥା କହିବି, ମୁଁ ଏଇଟା ଦେଖିନଥିଲି। ଆପଣମାନେ ଭାବୁଥିବେ ଏ କେମିତି ଏଗୁଡ଼ା ମାନେ କହୁଛି, ମୁଁ ଦେଖିନଥିଲି ଏ ଜିନିଷ, ଯେଉଁଟାକି ମୋତେ ବହୁତ ଖୁସି ଲାଗିଲା। ମୁଁ ଭାବିଲି ଆପଣମାନଙ୍କ ସହିତ ଟିକେ ସେୟାର କରିଦେବି, ସେଥିପାଇଁ କରିଦେଲି। ଦେଖନ୍ତୁ କେତେ ଛୋଟ ଛୁଆ ନେଇକି ଆସିଛନ୍ତି। ସେ କଥା ମାନିବେନି ବୋଲି କିଏ ତାଙ୍କୁ ଚକୋଲେଟ୍ ଧରେଇ, କିଏ ପଇସା ଧରେଇ ତାଙ୍କୁ କେମିତି ବସେଇକି ରଖିଛନ୍ତି। ଗୋଟେ ଗୋଟେ ଛୋଟ ଛୁଆ ଦେଖନ୍ତୁ କାନ୍ଧରେ ପକେଇକି ସେ ଶୁଣିବାକୁ ଆସିଛନ୍ତି। ସେ ବି ହସୁଛନ୍ତି। ମୁଁ ରେକର୍ଡ଼ିଂ କଲାବେଳକୁ କେତେ ଛୋଟ ଛୁଆ ବି ଶୁଣିବାକୁ ଆସିଛନ୍ତି। ମାନେ ପରିବାରରେ ମାନେ ବଡ଼ ଲୋକ ଯଦି ଏଇ ମାର୍ଗରେ ଥିବେ, ଦେଖନ୍ତୁ କେମିତି ତାଳି ମାରୁଛି ସେ ପିଲାଟି। ତାର ଭିଡ଼ିଓ କଲାବେଳକୁ ଅନେକ ଖୁସି ହେଉଛି, ହସୁଛି, ସେ କେତେ ଏନ୍ଜୟ କରୁଛି। ଯଦି ବାପା ମାଆ ସେଇ ମାର୍ଗରେ ନେବେ, ପିଲା ତ ଆପେ ଯିବେ। ମାନେ କ'ଣ ଶିଖାନ୍ତୁ କି ନ ଶିଖାନ୍ତୁ ପିଲାଙ୍କୁ, ଭକ୍ତି ମାର୍ଗରେ ନିହାତି ଭଗବାନ କିଏ ସେ ତାଙ୍କୁ ଚିହ୍ନିବାର ଅଛି। କାରଣ ଆମେ ହୁଏତ ବାପା ମାଆ କେତେବେଳେ ଦେଖନ୍ତୁ, ଇଏ କୃଷ୍ଣ ବେଶ ହେଇକି ଛୋଟ ଛୁଆଟିକି ବି ଆଣିକି ଛିଡ଼ା କରେଇଛନ୍ତି। ସିଏ ବି ନାଚୁଛି ନାମ ସଂକୀର୍ତ୍ତନ ହେଲା ବେଳକୁ।
କେଟା ବାପା ମା' ପଛେ କେତେବେଳେ ରହିବେ ନ ରହିବେ ପିଲାଙ୍କ ସାଙ୍ଗେ ଠିକ୍ ନାହିଁ, କିନ୍ତୁ ଭଗବାନ ସବୁବେଳେ ସମସ୍ତଙ୍କ ସାଙ୍ଗରେ ଅଛନ୍ତି। ଆଉ ସେଥିପାଇଁ ଏଇ ମାର୍ଗରେ ପିଲାଙ୍କୁ ଶିଖାଇବା କଥା। ଇଏ ହେଲେ ସେ ମହାରାଜ ଯିଏ ଆମକୁ ଏ ଅମୃତବାଣୀ ଶୁଣାଉଥିଲେ। ଯେତେବେଳେ ସରି ଆସିଲା କୃଷ୍ଣଙ୍କ ଜନ୍ମ ହେଲା ବୋଲି ମହାରାଜ କହିଲେ, ହୁଳହୁଳି ଶଙ୍ଖ ନାଦରେ ଫାଟି ପଡ଼ୁଥାଏ ସେ ଜାଗା। ଦେଖନ୍ତୁ କେତେ ବିଭୋର ହେଇକି ସମସ୍ତେ ଉଠିକି ନାଚିଲେ। କୃଷ୍ଣଙ୍କ ଜନ୍ମ ସମୟ ଆସିଗଲା, କେତେ ଖୁସିରେ ମୁଁ ବି ହୁଳହୁଳି ପକାଉଥାଏ। ମୋତେ ମାନେ ଏ ଜାଗାରେ ମୁଁ ନିଜକୁ ଏତେ ଧନ୍ୟ ମନେ କରୁଥାଏ। ଆପଣମାନେ ଦେଖନ୍ତୁ, ସେ ପିଲାଟି ବି ଉଠିକି ନାଚିଲାଣି। ଛୋଟ ପିଲା ଯେତେକ ସେମାନେ ବି ଠିଆ ହେଇକି, କେତେ କମ୍ ଏଜ୍ର ପିଲା। ସେ ଆଜିକାଲି ପିଲାମାନେ କେମିତି ହେଉଛନ୍ତି ଦେଖନ୍ତୁ, କେତେ କମ୍ ଏଜ୍ର ପିଲା ଏଇ ଏଜ୍ରେ ମାନେ କିଏ କେଉଁଠି ଭୋଜି ଭାତ କଲେଣି, କେଉଁଠି ସିଗାରେଟ୍ ଟାଣିଲେଣି, ମଦ ପିଇଲେଣି। ଏମାନଙ୍କୁ ଦେଖନ୍ତୁ ବାପା ମା' ସେଇ ମାର୍ଗରେ ନେଇଛନ୍ତି ବୋଲି ଆଜି ଠାକୁରଙ୍କ ପାଖରେ ନାଚିବାଟା ଗୋଟେ ମାନେ ବଡ଼ କଥା ନୁହେଁ। ପାଦ ଆପଣଙ୍କର ଆପେ ଉଠିଯିବ। ମୋତେ ଏତେ ଖୁସି ଲାଗିଲା। କେତେ ଲୋକ ଅଛନ୍ତି ସମସ୍ତଙ୍କୁ ଟିକେ ମିଶେଇକିରି ଭିଡ଼ିଓ କଲାବେଳକୁ ସେମାନେ ବି ଖୁସି ହେଇକି ପଛ ଆଡ଼ୁ ଟିକେ ଅନଉଥାନ୍ତି। କାରଣ ଏତେ ମୁହୂର୍ତ୍ତଟା ଏତେ ଖୁସିର ମୁହୂର୍ତ୍ତ ମୁଁ ଟିକେ ନାକୁ କ୍ୟାପଚର୍ କରିନେଲି। କାହିଁକିନା ଆପଣ ଭୋଜିରେ ଗୀତ ବାଜିବ, ଡେକ୍ ବାଜିବ, ନାଚିବା ଅଲଗା କଥା, କିନ୍ତୁ ଭଗବାନଙ୍କ ପାଖରେ ନା ଆପଣଙ୍କ ହାତ ଗୋଡ଼ ଆପେ ଉଠିଯିବ। ମୁଁ ବୃନ୍ଦାବନ ଯାଇଥିଲି ଯେତେବେଳେ ସେ ମନ୍ଦିର ଭିତରେ କୀର୍ତ୍ତନ ଚାଲିଥାଏ, ମୋ ହାତ ଗୋଡ଼ ଆପେ ଉଠିଲା। ମୁଁ ଦେଖିଲା ବେଳକୁ ମୋ ସାଙ୍ଗରେ ବି କେତେ 3ଟା 4ଟା ଝିଅ ନାଚୁଥାନ୍ତି, କେତେ ଷ୍ଟାଇଲିଷ୍ଟ ଝିଅ। ମାନେ ସେଠି ଆମର ଫ୍ୟାସନ୍ ଉପରେ କେଉଁଥିରେ ବି ପ୍ରଭାବ ପକାଇବନି। ଭଗବାନଙ୍କ ପାଖରେ ନା ଆମେ ପୁରା ମୁଗ୍ଧ ହେଇଯାଉ। ଆପଣମାନେ ଯେ ସେଇ ଲାଇନ୍ରେ ଛିଡ଼ା ହେଇଥିବେ ସେ ମୋ କଥାଟା ବୁଝିପାରିବେ। ଭଗବାନଙ୍କୁ ନେଇକି ଫିଲିଙ୍ଗସଟା କେଉଁ ଭଳିଆ ଲାଗେ। ତାଙ୍କ ଭିତରେ ଯେତେବେଳେ ଆମେ ପଶିଯାଉ ନା, ଆମକୁ ଆଉ କେଉଁ ଜିନିଷର ଅପମାନ ଲାଗିବନି, ଦୁଃଖ ଲାଗିବନି। ମନ ସବୁବେଳେ ପ୍ରଫୁଲ୍ଲ ରହିବ। ଯେତେ କଷ୍ଟ ଥିଲେ ବି ମନରେ ପୁରା ଭରସା ପରିପୂର୍ଣ୍ଣ ହେଇକି ଥିବ। ଆଳତୀ ଆରମ୍ଭ ହେଇଗଲା, ଆଳତୀ କରିବା ଆରମ୍ଭ ହେଇଗଲା। କେତେ କୀର୍ତ୍ତନ ମଣ୍ଡଳୀ ତାଙ୍କର ସେଇଠି କେତେ ନାଚିଲେଣି ଦେଖନ୍ତୁ। ବୟସ୍କ ଲୋକ ସମସ୍ତେ ଉଠିକିରି କିଏ ଝାଞ୍ଜଟେ ଧରି ବଜାଉଛନ୍ତି, କିଏ ମାନେ ସମସ୍ତେ ଠିଆ ହେଇଗଲେ। କାହିଁକିନା ସେ ଯେଉଁ ଚକୋଲେଟ୍ ପୂଜା ହେଇଥିଲା ନା, ଏତେ ଏତେ ଚକୋଲେଟ୍ ଫୋପାଡ଼ିଲେ। ମୁଁ ତ ବୋଧେ ପୁରା ବଡ଼ ଜରିଏ ଚକୋଲେଟ୍ ମୋ କୋଳରେ ପଡ଼ିଥିଲା। ମୁଁ ମୋ ପୁଅ ପାଇଁ ଧରିକି ଆସିଥିଲି ପ୍ରସାଦ, ନିଜେ ପାଇଲି, ତାକୁ ଦେଲି। ଏତେ ଖୁସି ଲାଗିଲା। ମାନେ ଏମିତି ମୁଁ ଦେଖିନଥିଲି ସତ କଥା। ଏତେ ଚକୋଲେଟ୍ ପୁରା ବିଞ୍ଚିଲେ। ଯେତେ ଲୋକ ବସିଥିଲେ ବିସ୍କୁଟ୍ ଚକୋଲେଟ୍ ସବୁ, ବିସ୍କୁଟ୍ ଗୁଡ଼ା ଛୁଆଙ୍କ ହାତକୁ ଦେଇଦେଲେ। ଆଉ ଚକୋଲେଟ୍ ତ ଫୋପାଡ଼ିଲେ। ଆମେ କେବଳ ଚକୋଲେଟ୍ କଲେକ୍ଟ କରିଥାଉ, କାରଣ ଆମ କୋଳରେ ହିଁ ପଡ଼ୁଥାଏ, ଆମକୁ ଉଠିବାକୁ ପଡ଼ୁନଥାଏ। ଏଠି ଆଳତୀ ଚାଲିଲା, ଆଳତୀ ଦର୍ଶନ କରିକିରି ପୁଷ୍ପାଞ୍ଜଳି ବି ଦେଲୁ। ଆଉ ଆଳତୀ ପାଇବା ପାଇଁକି ସରିଗଲା ଯେମିତି ବହୁତ ଶାନ୍ତିପୂର୍ଣ୍ଣ ଭାବରେ, କାରଣ ଠାକୁରଙ୍କ ଜାଗା ନା, ମାନେ ସେଠି ଅବ୍ୟବସ୍ଥା ନାହିଁ। ଏତେ ସୁନ୍ଦର ପ୍ରସାଦ ସେବନ ବି ଥିଲା। ଆମେ କେବଳ ସଂକୀର୍ତ୍ତନ ଶୁଣିକିରି ଘରକୁ ଆସିଲୁ ସିନା, ବହୁତ ଲୋକ ପ୍ରସାଦ ପାଇବାକୁ ବି ଗଲେ। ଆଉ ସବୁ ବ୍ୟବସ୍ଥା ହେଇଥିଲା। ଆଳତୀ ସରିଗଲା, ଆଳତୀ ସମସ୍ତେ ଆମେ ପାଇକିରି ଲାଇନ୍ ହେଇକି ଯାଇ ଆଳତୀ ପର୍ଯ୍ୟନ୍ତ ନ ପହଞ୍ଚି ପାଇଲେ ବି ସମସ୍ତେ ଆଳତୀ ଆଣି ପାଖକୁ ଦେଇଦେଲେ। ଆଉ ଲାଇଭ୍ ବି ଚାଲିଛି ଆମର ୟୁଟ୍ୟୁବରେ ଏଠି। ତାପରେ ପୁଷ୍ପାଞ୍ଜଳି ଦେଇକିରି ଆମେ ସମସ୍ତେ ଆଳତୀ ପାଇକିରି ଏଠି ଆସିଲୁ। ଆଳତୀ ନେଇକିରି ବି ଆମ ପର୍ଯ୍ୟନ୍ତ ପଳେଇ ଆସିଲେ। ଆଉ ଏତେ ସୁନ୍ଦର ବ୍ୟବସ୍ଥା, ଏତେ ଭଲ ଲାଗିଲା। ଠାକୁରଙ୍କର ଭୋଗ ଲାଗି ସମୟ ଭିତରେ ସବୁ ହେଲା ଯେତିକି ସମୟରେ ହେବା କଥା। ଆଉ ଏତେ ସୁନ୍ଦର ଲାଗିଲା ମୋତେ, ମାନେ ମୁଁ କହିଲା ବେଳକୁ ବି ଆଜି କିନ୍ତୁ ଯାଇପାରିଲିନି। ମୁଁ ସେଇ ଭିଡ଼ିଓଟିକି ଆପଣମାନଙ୍କ ସହିତ ସେୟାର କରିବି, ଆପଣମାନେ ଦେଖିବେ। ସବୁ ସାରିକି ଯେତେବେଳେ ବାହାରକୁ ଆସିଲି, ମୁଁ ମାନେ ଆସିବାକୁ ବି ଇଚ୍ଛା ହେଉନଥାଏ। ଆଉ ଟିକିଏ ସମୟ କହିଥାନ୍ତେ, ଆଉ ଟିକିଏ ଠାକୁରଙ୍କ କଥା ଶୁଣିଥାନ୍ତି, ଏଇଭଳିଆ ମନ ହେଉଥାଏ। ମାନେ କେତେ ଗର୍ବ ଅହଙ୍କାର ଲୋକ କରୁଛନ୍ତି। ଟିକେ କ'ଣ ଦାନ କରିଦେଇକି 10 ଜାଗାରେ କହୁଛନ୍ତି। ଆଉ ମହାରାଜ କହିଲେ ବଳି କେମିତି ପାତାଳରେ ଚାପିଥିଲେ, ଆଉ ଆମର ପ୍ରହ୍ଲାଦଙ୍କୁ କେମିତି ବଞ୍ଚେଇଥିଲେ। ସେସବୁ କଥା ଗୁଡ଼ା ଶୁଣିକିରି କ'ଣ ଗର୍ବ ଅହଙ୍କାର କରିବ। ସେ ଛୋଟ ପିଲାଟି କ'ଣ ନ ପାଇଲା, ଠାକୁର କୋଳରେ ନେଇ ବସେଇଲେ। ଆଉ ଆମେ କ'ଣ କାହାକୁ ଗୋଟେ ଜିନିଷ ଦେଇକି 10ଟା ଫଟୋ ଭିଡ଼ିଓ କରିକି ଦେବା। ବଳି ଏତେ ଦାନ କରୁଥିଲେ, ସେ ଅହଙ୍କାର ପାଇଁ ସେ ଗଲେ ଭାରି ପାତାଳକୁ। ମୋ ସ୍ୱାମୀକି ମୁଁ ଧନ୍ୟବାଦ କହିଲି, ମୋତେ ଏଇଭଳିଆ ଜାଗାକୁ ଆଣିଛନ୍ତି, ଏତେ ସୁନ୍ଦର ଜାଗାକୁ। ରାଧେ ରାଧେ।